ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାର ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଯେମିତିକି ଆପଣ ଜାଣିଥିବେ, ଧରାଯାଉ କୌଣସି ବି ଆପଣ ଗଭର୍ଣ୍ଣମେଣ୍ଟ ଜବରେ ଆପଣ ଅଛନ୍ତି, ଅଲରେଡି ବର୍ତ୍ତମାନ ଚାକିରି କରୁଛନ୍ତି। ଏବେ ଆପଣ କୌଣସି ବି ନୂଆ ଜବ୍ ପାଇଁ ଆପ୍ଲାଏ କରିବେ, ତାହା OSSC ହଉ, ଓ ଟ୍ରିପଲ ଏସ୍ ସି ହଉ କିମ୍ବା କିଛି ବି ଚାକିରି ପାଇଁ ଆପ୍ଲାଏ କରିବେ, ତ ତା ପାଇଁ ଆପଣଙ୍କର ଆଗ ପାରମିଶନ ଦରକାର, ରାଇଟ୍? ବିନା ପାରମିଶନରେ ଆପଣ ଜବ୍ ପାଇଁ ଆପ୍ଲାଏ କରିପାରିବେ ନାହିଁ। ଠିକ ଅଛି। ଯଦିଓ ପାରମିଶନ ଆପଣଙ୍କର ମିଳେ, କିନ୍ତୁ ତା ପାଇଁ ଆପଣ ଆଗ ବିଓ ପାଖକୁ ଯିବେ। ଯଦି ବିଓ ଆପଣଙ୍କର ଡିପିସି କୁ ପଠେଇଲେ ଦେନ୍ ଡିପିସି ପାଖକୁ ଯିବା ପାଇଁ ପଡେ। ତେଣୁକରି ଆଉ ଏଇ ଝଞ୍ଝଟ ଆପଣଙ୍କର ନାହିଁ। ଆପଣଙ୍କ ପାଇଁ ଗୁଡ ନ୍ୟୁଜ ଏଇଆ ଯେ ଗୋଟିଏ ମାତ୍ର ଲେଟର, ଏଇ ଲେଟର ଆପଣଙ୍କର ହଉଛି ଷ୍ଟାଣ୍ଡିଂ ଏନଓସି। ଏଇ ଏନଓସି ଆପଣଙ୍କର ଆସିଗଲା। ଏବେ ଆଉ କିଛି ବି ଆପଣଙ୍କର ଯିବା ପାଇଁ ପଡିବ ନାହିଁ। ତ ଏ ବିଷୟରେ ମୁଁ ଆପଣଙ୍କୁ ଡିଟେଲ କହିବି। ତ ଲାଇକ୍ ଆଉ ସେୟାର କରିକି ସମସ୍ତଙ୍କୁ ଆପଣ ଜଣେଇଦେବେ, ଯୋଉଦ୍ୱାରା କି ସମସ୍ତେ ଆପଣଙ୍କର ଜାଣିପାରିବେ। ଆଉ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ। ବନ୍ଧୁଗଣ ଦେଖନ୍ତୁ, ଡେଟ୍ ଦେଖିପାରୁଥିବେ ଆପଣ 10 ସେପ୍ଟେମ୍ବର ଅଟେ। ଲେଟର ନମ୍ବର ଆପଣ ଦେଖିପାରୁଥିବେ କୋଉଥିପାଇଁ, ଆଉ ଏଇଟା ଗଭର୍ଣ୍ଣମେଣ୍ଟ ଅଫ ଓଡ଼ିଶାର ସ୍କୁଲ ଆଣ୍ଡ ମାସ୍ ଏଜୁକେସନ ଡିପାର୍ଟମେଣ୍ଟ ତରଫରୁ। କୋଉଥିପାଇଁ ନା ଷ୍ଟାଣ୍ଡିଂ ପାରମିଶନ ଅର୍ ଏନଓସି ଇନ୍ ଫେଭର ଅଫ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟିଜ ୱାର୍କିଂ ଅଣ୍ଡର administrative control of school and mass education। ଯୋଉମାନେ ବି ସ୍କୁଲ ଆଣ୍ଡ ମାସ୍ ଏଜୁକେସନ ଡିପାର୍ଟମେଣ୍ଟ ଅଧୀନରେ ବର୍ତ୍ତମାନ ଆପଣଙ୍କର ପଢୁଛନ୍ତି, ଆଉ ୟା ପରେ ଆପଣ କୌଣସି ବି ଜବ୍ ପାଇଁ ଆପ୍ଲାଏ କରୁଛନ୍ତି, ଠିକ ଅଛି। ତ ଆପଣ ନର୍ମାଲି କଣ ହୁଏ, ଆପଣ ଦେଖିଥିବେ ଯେ କୌଣସି ବି ଧରାଯାଉ ଭେକେନ୍ସି ବାହାରିଲା, ଧରାଯାଉ ବର୍ତ୍ତମାନ ଆଗାମୀ ଦିନରେ ଆର୍ଆଇ ଏଆର୍ଆଇ ଓମିନ ଆପଣଙ୍କର ବାହାରିଲା, ତ ଆପଣ ଅଟୋମେଟିକାଲି ଆପ୍ଲାଏ କରିପାରିବେନି। ଯୋଉମାନେ ଜବରେ ଅଛନ୍ତି ତା ପାଇଁ ଆପଣଙ୍କର ଏନଓସି ଦରକାର, ତାପରେ ଯାଇକି ଆପଣ ମାନେ ଆପ୍ଲାଏ କରିବେ, ରାଇଟ୍? ତ ଏବେ ଆଉ ଆପଣଙ୍କର ଏହି ଦରକାର ନାହିଁ। କେବଳ ଏଇ ଲେଟରକୁ ଆପଣ ସେଭ୍ କରିକି ରଖିବେ। ଯୋଉ ଜାଗାରେ ବି ଦରକାର ଖାଲି ୟାକୁ ଆପଣ ଆପଲୋଡ କରିଦେବେ, ଆପଣଙ୍କର ହେଇଗଲା। ଠିକ ଅଛି, ଦେଖନ୍ତୁ ଲେଖା ହେଇଛି being the appointing authority, school and mass education department, heads of department and subordinate offices receives a number of applications throughout the year for teaching and non-teaching employees working under its administrative control for according permission or NOC for appearing in various recruitment examination। ତା ୟୁପିଏସସି ହଉ, ଓପିଏସସି ହଉ, ଏସଏସସି ହଉ, ଟ୍ରିପଲ ଏସସି, ଏଇସବୁ ମାନଙ୍କରେ ଚାକିରି ପାଇଁ ଆପଣ ମାନେ ଏନଓସି ପାଇଁ ଆପଣ ମାନେ ଆପ୍ଲାଏ କରିଥାନ୍ତି ଅଫିସକୁ ଯାଇକି। Therefore, to save applicant employees from the delay involved in the process and ensure timely submission of the NOC or permission, state government in school and mass education department hereby grants its standing permission and no objection certificate in favor of all government employees including the employees of fully aided institution working under the administrative control of SME। ঠিক ଅଛି। ତ ଆପଣ ମାନଙ୍କର ଆଉ କିଛି ଯିବା ପାଇଁ ପଡିବନି, ସିମ୍ପଲ ଏଇ ୟାକୁ ନେଇକି ଆପଣ ମାନେ ପାଇଯିବେ। ତାପରେ ଯେତେବେଳେ ସିଲେକ୍ସନ ଆପଣ ହେଇଗଲେ, ଚାକିରି ଆପଣ ପାଇଗଲେ, ଦେନ୍ ଆପଣ ମାନେ ଜଣେଇବେ ଯେ ସାର୍ ମୁଁ ସିଲେକ୍ଟ ହେଇଗଲି, ଏବେ ଆପଣ ମାନେ ମତେ ରିଲିଭ୍ କରିଦିଅନ୍ତୁ। ତ ଏଇ ଯେମିତି ଆପଣ ନୋଟିସଟାକୁ ଟିକେ ଆପଣ ନିଜର ଫୋନ ମାନଙ୍କରେ ସେଭ୍ କରିକି ରଖିଥିବେ। ଆଉ କିଛି ବି ଆପଣଙ୍କର ଦରକାର ନାହିଁ ଯଦି ଆପଣ ସ୍କୁଲ ଆଣ୍ଡ ମାସ୍ ଏଜୁକେସନ ଡିପାର୍ଟମେଣ୍ଟ ଅଧୀନରେ ଚାକିରି କରୁଛନ୍ତି। ତ ଏମିତି ସବୁ ଡିପାର୍ଟମେଣ୍ଟର ପ୍ରାୟତଃ ଅଛି, ପ୍ରାୟ ମ୍ୟାକ୍ସିମମ୍ ଡିପାର୍ଟମେଣ୍ଟର ଅଛି। ବହୁତ ହି ଭଲ ଆପଣଙ୍କର ପଦକ୍ଷେପ ଅଟେ। ଏଟଲିଷ୍ଟ ଯୋଉମାନେ ଆଗାମୀ ଦିନ ମାନଙ୍କରେ ଚାକିରି ପାଇଁ ଆପ୍ଲାଏ କରିବେ, ତାଙ୍କୁ ଆଉ କିଛି ବି ସେପାରେଟ ଧାଁ ଧପଡ କରିବା ପାଇଁ ପଡିବ ନାହିଁ। ଠିକ ଅଛି, ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ, ଧନ୍ୟବାଦ।